ଯେତେବେଳେ ପୁତ୍ରମାନଙ୍କୁ ଡାକୁଛନ୍ତି, ବଡ଼ ପୁତ୍ରଙ୍କର ନାମ ଅମରେଶ୍ୱର, ତେଣୁ ଆଜି ଅମରେଶ୍ୱରକୁ ଡାକୁଛନ୍ତି, ଅମରେଶ୍ୱରକୁ ସବୁ କଥା ଜଣାଇବାକୁ ଚାହୁଁଛନ୍ତି। କ'ଣ କହୁଛନ୍ତି ଆଜି? ଲକ୍ଷେ ଅନେଶତ ସହସ୍ର ପୁତ୍ରରେ ଉତ୍ତମ, ଅମରାସୁର ବଲିଣ ଜ୍ୟେଷ୍ଠ ପୁତ୍ର ନାମ। ଅମରାସୁର ବଲିଣ ଜ୍ୟେଷ୍ଠ ପୁତ୍ର ନାମ, ଅମରାସୁର ବଲିଣ ଜ୍ୟେଷ୍ଠ ପୁତ୍ର ନାମ। ତାକୁ ନିକଟ ପୁରାଇ ଗୁପ୍ତେ ଦଣ୍ଡଧାରୀ, ବିଶ୍ୱାସ ବଚନ କହେ ଅତି ଦୃଢ଼ କରି। ବିଶ୍ୱାସେ ବଚନ କହେ ଅତି ଦୃଢ଼ କରି, ବିଶ୍ୱାସେ ବଚନ କହେ ଅତି ଦୃଢ଼ କରି। ତେଣୁ ଆଜି ବଡ଼ ପୁଅ ଅମରାସୁରକୁ ଡାକି କହୁଛନ୍ତି, ବାବୁରେ ମୁଁ ଆଜି ତତେ ଏଇଥିପାଇଁ ଡାକିଛି, ତୁ କେବଳ ମୋ ଦୁଃଖକୁ ବୁଝିବୁ। ତୁ ଯେତେବେଳେ ମୋ ଆଗରେ କହିଥିଲୁ ଏମାନଙ୍କର ସମ୍ପର୍କର କଥା, ସେତେବେଳେ ମୁଁ ତୋର କୌଣସି କଥାକୁ ବିଶ୍ୱାସ କରିନଥିଲି। ହେଲେ ମୁଁ ଯେତେବେଳେ ନିଜ ଆଖିରେ ଦେଖିଲି, ତାକୁ ଦେଖିଲା ପରେ ଆଜି ଯେମିତି ସବୁ ମାୟା ଆଜି ମୋ ମୁଣ୍ଡରୁ ଚାଲି ଯାଇଛି, ମୋ ଶରୀର ଭିତରୁ ଯେମିତି ସେ ମାୟା ଆଜି ହଟି ଯାଇଛି। ତେଣୁ ବାବୁରେ ମୁଁ ଆଜି ଚାହୁଁଛି, ମୋର କିଛି ସାହାଯ୍ୟ ଦରକାର, ତମେମାନେ ମୋତେ ସାହାଯ୍ୟ କର, ତାହା ନହେଲେ ସାରାବତୀ ପୁରଟା ଆଜି ଧ୍ୱଂସ ହୋଇଯିବ। ଏ ସାରାବତୀ ପୁରଟା ଆଜି ଧ୍ୱଂସ ହୋଇଯିବ। ତୁମମାନଙ୍କ କଥାକୁ ବିଶ୍ୱାସ କଲିନି, ମୋ ରାଣୀମାନଙ୍କର କଥାକୁ ବିଶ୍ୱାସ କଲିନି, ମୋ ରାଜ୍ୟବାସୀଙ୍କର କଥାକୁ ବିଶ୍ୱାସ କଲିନି, ମନ୍ତ୍ରୀ ପୁରୋହିତ କଥାକୁ ବିଶ୍ୱାସ କଲିନି। ଶେଷରେ ମୁଁ ଆଜି ଯେଉଁ ଦଣ୍ଡ ଭୋଗ କରୁଛି, ତାହା କେବଳ ତମେ ହିଁ ବୁଝିପାରିବ। ତମେ ମୋର ବଡ଼ ପୁଅ, ତେଣୁ ତମେ ହିଁ କେବଳ ବୁଝିପାରିବ। ତେଣୁ ମୁଁ ଏବେ କ'ଣ କରିବି, କି ଉପାୟ କରିବି, ମୋତେ ତୁମେ ବତେଇ ଦିଅ। ଜାଣୁ ଜାଣୁ ବିଷ ମୁହିଁ କରିଲି ଭୋଜନ, କି କହିବି ଏହା ମୋର କପାଳ ଲିଖନ। କି କହିବି ଏହା ମୋର କପାଳ ଲିଖନ, କି କହିବି ଏହା ମୋର କପାଳ ଲିଖନ। ବାବୁ ତୁମେ ପୁତ୍ର ମୋର ପିଣ୍ଡ ଅଧିକାରୀ, ଏ ବିଡ଼ ବନାଲ ଜାରୁ ମତେ କର ପାରି। ବାବୁ ଯେବେ ହୃଦେ ପାଞ୍ଚ ମୋର କୁଶଳ, ତୁମ୍ଭର ଇଚ୍ଛାରେ ଏବେ ରକ୍ଷା କର କୂଳ। ତୁମ୍ଭର ଇଚ୍ଛାରେ ଏବେ ରକ୍ଷା କର କୂଳ, ତୁମ୍ଭର ଇଚ୍ଛାରେ ଏବେ ରକ୍ଷା କର କୂଳ। ତେଣୁ ଆଜି କାନ୍ଦି କାନ୍ଦି କହୁଛନ୍ତି, ବାବୁରେ ମୁଁ ଜାଣି ଜାଣି ବିଷକୁ ପାନ କରିଛି, ତେଣୁ ସେ ବିଷ ଜ୍ୱାଳାରେ ମୁଁ ଆଜି ଅତିଷ୍ଠ ହୋଇଯାଇଛି। ଏବେ ମୋର ସବୁକିଛି ମାୟା ଆଜି ଘଟି ଯାଇଛି, ମୋ ଶରୀରରୁ ଚାଲି ଯାଇଛି ସେ ମାୟା ଯାକ। ଆଜି ମୁଁ ତୋତେ ଅନୁରୋଧ କରୁଛି, ତୁ ମୋର କୂଳର ଅଧିକାରୀ, ତୁ ମୋର ବଡ଼ ପୁଅ, ତେଣୁ ତୁ ହିଁ କିଛି ଉପାୟ କର। ମୁଁ ଚାହୁଁଛି ସେ ମୀନ କେତନ ଆଉ ସେ ମାୟାବତୀକି ତୁ ତୋ ନିଜ ହାତରେ ବଦ୍ଧ କରିବୁ। ସେ ଦୁଇ ଜଣକୁ ଶୀଘ୍ର ବିନାଶ କଲେ ଯାଇ ମୋ ଆତ୍ମା ଶାନ୍ତି ପାଇବ। ସେ ପର୍ଯ୍ୟନ୍ତ ମୁଁ ବିଚଳିତ ହୋଇଯାଉଛି, କାହିଁକିନା ମୋ କୂଳକୁ କଳଙ୍କ ଲାଗିଗଲା। ଏ ଦୁଇ ଜଣ ଯଦି ରହିବେ, ତାହେଲେ ଏ ସାରାବତୀ ପୁରରେ ଆଜି ସବୁଠି କେବଳ ଦଙ୍ଗା ହିଁ ଦଙ୍ଗା ହେବ। ତେଣୁ ବାବୁରେ ମୋ କଥା ମାନ, ମୋ ପାଇଁ ଏତିକି କର, ସେ ଦୁଇ ଜଣକୁ ତୁ ନିଜ ହାତରେ ବଦ୍ଧ କରିଦେ। ଅନେକ ମନାଇନ ଯେ କହିଲୁ ବିଶ୍ୱାସେ, କାଳେ ପଡ଼ିଗଲ ତୁମ୍ଭେ ମାୟାବତୀ ଫାସେ। କାଳେ ପଡ଼ିଗଲ ତୁମ୍ଭେ ମାୟାବତୀ ଫାସେ, କାଳେ ପଡ଼ିଗଲ ତୁମ୍ଭେ ମାୟାବତୀ ଫାସେ। ଅସତ୍ୟ ଲୋକ ଗୋଟାଏ କଲା ଏତେ କର୍ମ, ରାଜପତ୍ନୀ ହରିବାକୁ ହେଲା ସେ ଭାଜନ। ରାଜପତ୍ନୀ ହରିବାକୁ ହେଲା ସେ ଭାଜନ, ରାଜପତ୍ନୀ ହରିବାକୁ ହେଲା ସେ ଭାଜନ। ତେଣୁ ଆଜି ବଡ଼ ପୁଅ କହୁଛନ୍ତି, ପିତା ଆମେ ଆପଣଙ୍କୁ କେତେ ମନା କରିଛୁ ଯେ ଯାହାର କୂଳ ଗୋତ୍ର ବିଷୟରେ କିଛି ଜାଣିନାହ, ଯାହାକୁ ବଣରୁ ଗୋଟେଇ ଆଣିଛ, ତାକୁ ଏତେ ଭଲ ପାଇବା କ'ଣ ଦରକାର, ତାକୁ ଏତେ ନିଜର କରିବା କ'ଣ ଦରକାର। ଆପଣ ସେତେବେଳେ ମୋ କଥା ଶୁଣିଲେନି,
कि आपणकर ये जो पुओ माने अछंती सेमानक कथा को शुणिलेनी कि आम माँ मानकर कथा को शुणिलेनी सेइति आज आपण ए दशा भोग करुछंती दंड भोग करुछंती हे पिता आगरु जदि आम कथा को मानि थांते ताले ताले आज ये सारावती पुरटा को से निज आयतरे रखी न थांता आज मायावती भाबुची आउ से मीनकेतन भाबुची ए सारावती पुरटा वर्तमान से दुई जनकर एते बड़ आस्पर्धा से मानकर